নমস্কার বন্ধুগণ, জয় জগন্নাথ। আজি 18 মে 2026 সোমবার। সম্পূর্ণ পঞ্ଚାଙ୍ଗ শুভ ଅଶୁଭ ବେଳା ଏବଂ ଆପଣଙ୍କ ରାଶିର ଭାଗ୍ୟ ଆଜି ହେଉଛି ପବିତ୍ର ଚନ୍ଦ୍ର ଦର୍ଶନ ପୂଜା ଓ ଉପବାସ। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ବନ୍ଧୁଗଣ ଏବଂ ନିଜର ଦିନଟିକୁ ଶୁଭମୟ କରନ୍ତୁ। ସୂର୍ଯ୍ୟ ଉଦୟ, ସୂର୍ଯ୍ୟାସ୍ତ ଓ ପଞ୍ଚାଙ୍ଗ। ସର୍ବପ୍ରଥମେ ଜାଣିବା ଆଜିର ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ସମୟ। ବନ୍ଧୁଗଣ, ସୂର୍ଯ୍ୟ ଉଦୟ ସକାଳ 5ଟା 11 ମିନିଟ୍, ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା 14 ମିନିଟ୍। ତିଥି ଓ ନକ୍ଷତ୍ର: ବୈଶାଖ ମାସ 28 ଦିନ, ବୃଷ ମାସ 4 ଦିନ। ଦ୍ୱିତୀୟ ତିଥି ସନ୍ଧ୍ୟା 5ଟା 53 ମିନିଟ୍ ପର୍ଯ୍ୟନ୍ତ। ବନ୍ଧୁଗଣ, ରୋହିଣୀ ନକ୍ଷତ୍ର ଦିବା 11ଟା 32 ମିନିଟ୍ ପର୍ଯ୍ୟନ୍ତ। ଯୁଗ ଓ କରଣ: ସୁକର୍ମା ଯୁଗ ରାତ୍ରି 9ଟା 48 ମିନିଟ୍ ପର୍ଯ୍ୟନ୍ତ ଏବଂ ବାଳବ କରଣ ଦିବା 7ଟା 46 ମିନିଟ୍ ପର୍ଯ୍ୟନ୍ତ ରହିବ। ଶୁଭ ସମୟ ଓ ଯାତ୍ରା ବିଚାର: ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅମୃତ ବେଳା: ସକାଳ 6ଟା 54 ମିନିଟ୍ ମଧ୍ୟରେ ଦିବା 8ଟା 40 ମିନିଟ୍ରୁ ଦିବା 11ଟା 17 ମିନିଟ୍ ପର୍ଯ୍ୟନ୍ତ। ରାତି 8ଟା 28 ମିନିଟ୍ରୁ ରାତି 11ଟା 22 ମିନିଟ୍ ପର୍ଯ୍ୟନ୍ତ। ମହେନ୍ଦ୍ର ବେଳା: ରାତି 2ଟା 15 ମିନିଟ୍ରୁ ରାତି 2ଟା 59 ମିନିଟ୍ ମଧ୍ୟରେ। ବନ୍ଧୁଗଣ, ଯାତ୍ରା ନିଷେଧ: ଆଜି ଦିନରେ ଯାତ୍ରା ଶୁଭ ରହିବ, କିନ୍ତୁ ମନେ ରଖନ୍ତୁ ଉତ୍ତର, ବାୟବ୍ୟ ଏବଂ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ ଅଟେ। ଆଜି ମିଥୁନ ରାଶିର ଘାତବାର ଏବଂ ଶ୍ରାଦ୍ଧୋଦି କର୍ମ ପାଇଁ ଦ୍ୱିତୀୟାର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ରହିଛି। ବିଶେଷ ସତର୍କତା: ଆଜି ବାଇଗଣ ଖାଇବା ସମ୍ପୂର୍ଣ୍ଣ ମନା। ବନ୍ଧୁଗଣ, ଦିନର କିଛି ସମୟରେ ଅଶୁଭ ବେଳା ରହୁଥିବାରୁ ସତର୍କ ରହିବା ଆବଶ୍ୟକ। ରାହୁ କାଳ ଓ କାଳ ବେଳା: ସକାଳ 6ଟା 48 ମିନିଟ୍ ଦିବା 8ଟା 26 ମିନିଟ୍ ପର୍ଯ୍ୟନ୍ତ। ବାର ବେଳା: ଦିବା 3ଟା 1 ମିନିଟ୍ରୁ ଦିବା 4ଟା 40 ମିନିଟ୍ ପର୍ଯ୍ୟନ୍ତ। କାଳରାତ୍ରି: ରାତ୍ରି 1ଟା 5 ମିନିଟ୍ରୁ ରାତି 2ଟା 26 ମିନିଟ୍ ପର୍ଯ୍ୟନ୍ତ। ବନ୍ଧୁଗଣ, ଆସନ୍ତୁ ଏବେ ଜାଣିବା 12ଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି: ମେଷ ରାଶିର ବ୍ୟକ୍ତିମାନେ ସ୍ୱାଭାବିକ ଭାବରେ ଶକ୍ତିଶାଳୀ, ସାହସୀ ଏବଂ ନେତୃତ୍ୱ ନେବାରେ ପାରଙ୍ଗମ। ଆଜି ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ ରହିବ ଏବଂ ଆପଣ ସମସ୍ତ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବାକୁ ଚେଷ୍ଟା କରିବେ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ ଏବଂ ଲୋକମାନେ ଆପଣଙ୍କର ତ୍ୱରିତ ନିଷ୍ପତ୍ତି ନେବା କ୍ଷମତା ଦ୍ୱାରା ପ୍ରଭାବିତ ହେବେ। ତଥାପି ଅତ୍ୟଧିକ ଶୀଘ୍ରତା ଏବଂ କ୍ରୋଧ ସମସ୍ୟା ସୃଷ୍ଟି କରିପାରେ, ତେଣୁ ଧୈର୍ଯ୍ୟ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ଲାଭର ସମ୍ଭାବନା ଅଛି, କିନ୍ତୁ ଅପ୍ରତ୍ୟାଶିତ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ପରିବାରରେ ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ, ତେଣୁ କଥାବାର୍ତ୍ତାରେ ନମ୍ରତା ରଖନ୍ତୁ। ପ୍ରେମ ଜୀବନ ମଧୁର ରହିବ, କିନ୍ତୁ ଅହଙ୍କାର ଯୋଗୁଁ ଛୋଟମୋଟ ଯୁକ୍ତିତର୍କ ହୋଇପାରେ। ବୃଷ ରାଶି: ବୃଷ ରାଶିର ଲୋକମାନେ ଶାନ୍ତ, ଧୈର୍ଯ୍ୟବାନ ଏବଂ ସ୍ଥିର ମନର ହୋଇଥାନ୍ତି। ଆଜି ଆପଣଙ୍କ ରାଶିରେ ଚନ୍ଦ୍ରଙ୍କ ସ୍ଥିତି ଯୋଗୁଁ ଆତ୍ମବିଶ୍ୱାସ ଏବଂ ମାନସିକ ସ୍ଥିରତା ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମର ପ୍ରଶଂସା ହେବ ଏବଂ ଆପଣ ସବୁ କାମକୁ ଶୃଙ୍ଖଳିତ ଭାବେ ଶେଷ କରିବେ। ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଆପଣ ଭବିଷ୍ୟତ ପାଇଁ ସଞ୍ଚୟ କିମ୍ବା ନିବେଶର ଯୋଜନା କରିପାରନ୍ତି। ପରିବାରର ସହିତ ସମୟ ବିତାଇବା ଦ୍ୱାରା ମନ ପ୍ରସନ୍ନ ରହିବ। ପ୍ରେମ ଜୀବନରେ ସ୍ଥିରତା, ବିଶ୍ୱାସ ଏବଂ ଭାବପ୍ରବଳତା ବୃଦ୍ଧି ପାଇବ। ଆଜି ଆପଣ ନିଜ ସମ୍ପର୍କ ପ୍ରତି ଅଧିକ ଗଭୀର ଏବଂ ଦାୟିତ୍ୱବାନ
ଅନୁଭବ କରିବେ। ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିମାନେ ବୁଦ୍ଧିମାନ, କୌତୂହଳୀ ଏବଂ ସ୍ପଷ୍ଟବାଦୀ ହୋଇଥାନ୍ତି। ଆଜି ଆପଣଙ୍କ ମନରେ ଅନେକ ପ୍ରକାରର ଚିନ୍ତାଧାରା ଆସିପାରେ, କିନ୍ତୁ ଆପଣଙ୍କ ସଠିକ୍ ବୁଝାମଣା ଆପଣଙ୍କୁ ଉଚିତ ଦିଗରେ ନେଇଯିବ। ଆପଣଙ୍କର ଯୋଗାଯୋଗ ଦକ୍ଷତା କାର୍ଯ୍ୟକ୍ଷେତ୍ରରେ ଲୋକମାନଙ୍କୁ ପ୍ରଭାବିତ କରିବ ଏବଂ ନୂତନ ସୁଯୋଗ ଆଣିଦେବ। ଆର୍ଥିକ କ୍ଷେତ୍ରରେ ଉନ୍ନତିର ସଂକେତ ଅଛି, କିନ୍ତୁ ବେପାରୁଆ ଭାବେ ଖର୍ଚ୍ଚ କରିବାରୁ ନିଜକୁ ଦୂରେଇ ରଖନ୍ତୁ। ପରିବାର ଏବଂ ବନ୍ଧୁମାନଙ୍କ ସହିତ ସମୟ ବିତାଇଲେ ମାନସିକ ଆଶ୍ୱସ୍ତି ମିଳିବ। ପ୍ରେମ ଜୀବନରେ ଉତ୍ତମ ବାର୍ତ୍ତାଳାପ ସମ୍ପର୍କକୁ ଆହୁରି ମଜବୁତ କରିବ। ବନ୍ଧୁଗଣ, କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିମାନେ ଭାବପ୍ରବଳ, ସମ୍ବେଦନଶୀଳ ଏବଂ ପରିବାର ପ୍ରିୟ ହୋଇଥାନ୍ତି। ଆଜି ଆପଣଙ୍କ ଭାବନା ଗଭୀର ହେବ ଏବଂ ଆପଣ ନିଜ ପ୍ରିୟଜନଙ୍କ ସହ ଅଧିକ ଜଡ଼ିତ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ କିଛିଟା ମାନସିକ ଚାପ ରହିପାରେ, କିନ୍ତୁ ଆପଣଙ୍କର ଧୈର୍ଯ୍ୟ ଆପଣଙ୍କୁ ସଫଳତା ଦେବ। ଘର ଓ ପରିବାର ପାଇଁ ଆଜି ଆର୍ଥିକ ଖର୍ଚ୍ଚ ବଢ଼ିପାରେ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ଆପଣଙ୍କୁ ମିଳିବ। ବନ୍ଧୁଗଣ, ପ୍ରେମ ଜୀବନରେ ନିବିଡ଼ତା ବଢ଼ିବ, କିନ୍ତୁ ଛୋଟ ଛୋଟ କଥାକୁ ଗୁରୁତ୍ୱ ଦେଇ ମନ ଖରାପ କରନ୍ତୁ ନାହିଁ। ବନ୍ଧୁଗଣ, ସିଂହ ରାଶି। ସିଂହ ରାଶିର ବ୍ୟକ୍ତିଙ୍କର ଏକ ଆତ୍ମବିଶ୍ୱାସୀ, ପ୍ରଭାବଶାଳୀ, ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ ଥାଏ। ଆଜି ଆପଣଙ୍କର ଏହି ଆତ୍ମବିଶ୍ୱାସ ଲୋକମାନଙ୍କୁ ବେଶ ପ୍ରଭାବିତ କରିବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ ଏବଂ ଆପଣ ସେଗୁଡ଼ିକୁ ସଫଳତାର ସହ ସମ୍ପାଦନ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ଆପଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ପ୍ରେମ ଜୀବନରେ ରୋମାଞ୍ଚ ଓ ଆକର୍ଷଣ ବଜାୟ ରହିବ, କିନ୍ତୁ ସାଥୀଙ୍କ ଭାବନାକୁ ବୁଝିବା ମଧ୍ୟ ସେତିକି ଜରୁରୀ। ବନ୍ଧୁଗଣ, କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିମାନେ ପରିଶ୍ରମୀ, ଅନୁଶାସିତ ଏବଂ ସତର୍କ ହୋଇଥାନ୍ତି। ଆଜି ଆପଣ ନିଜ କାମ ପ୍ରତି ବହୁତ ଗଭୀର ରହିବେ ଏବଂ ପ୍ରତ୍ୟେକ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମର ପ୍ରଶଂସା ହେବ, କିନ୍ତୁ ନିଜ ଉପରେ ଅତ୍ୟଧିକ ଚାପ ପକାଇବା ଦ୍ୱାରା ମାନସିକ କ୍ଳାନ୍ତି ଆସିପାରେ। ଆର୍ଥିକ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ। ପରିବାର ସହିତ ସମୟ ବିତାଇଲେ ମନକୁ ଶାନ୍ତି ମିଳିବ। ପ୍ରେମ ଜୀବନରେ ସନ୍ଦେହ ନ ରଖି ଖୋଲାଖୋଲି ଭାବେ ନିଜ ମନର କଥା ପ୍ରକାଶ କରନ୍ତୁ। ବନ୍ଧୁଗଣ, ତୁଳା ରାଶି। ତୁଳା ରାଶିର ଲୋକମାନେ ସନ୍ତୁଳନ ପ୍ରିୟ, ସାମାଜିକ ଏବଂ ସମ୍ପର୍କକୁ ବହୁତ ମୂଲ୍ୟ ଦେଇଥାନ୍ତି। ଏହି ଗୁଣ ଯୋଗୁଁ ଆଜି ଆପଣ ପ୍ରତ୍ୟେକ ପରିସ୍ଥିତିରେ ଉତ୍ତମ ସନ୍ତୁଳନ ରକ୍ଷା କରିବାରେ ସଫଳ ହେବେ। କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଆପଣ ଯେକୌଣସି ବିବାଦକୁ ସହଜରେ ସମାଧାନ କରିପାରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ଏବଂ ବନ୍ଧୁମାନଙ୍କ ସହିତ ସମୟ ଆନନ୍ଦଦାୟକ ହେବ। ପ୍ରେମ ଜୀବନରେ ମଧୁରତା ଏବଂ ଆପୋଷ ବୁଝାମଣା ବୃଦ୍ଧି ପାଇବ, ଯାହା ସମ୍ପର୍କକୁ ଆହୁରି ମଜବୁତ କରିବ। ବନ୍ଧୁଗଣ, ବିଛା ରାଶି। ବିଛା ରାଶିର ଲୋକମାନେ ଗଭୀର, ରହସ୍ୟମୟ ଏବଂ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ। ଆଜି ଆମ ନିଜ ଲକ୍ଷ୍ୟ ପ୍ରତି ସମ୍ପୂର୍ଣ୍ଣ ଦମ୍ପିତ ରହିବେ
ଏବଂ ସେଗୁଡ଼ିକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବେ। କାର୍ଯ୍ୟକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ, କିନ୍ତୁ ଆପଣଙ୍କର ଦୃଢ଼ତା ଆପଣଙ୍କୁ ସଫଳତା ଦେବ। ଆଜି ଆର୍ଥିକ ମାମଲାରେ କୌଣସି ପ୍ରକାରର ବିପଦ ନେବାରୁ ଦୂରେଇ ରୁହନ୍ତୁ। ପରିବାରରେ କିଛି ଭାବପ୍ରବଳ ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରେମ ଜୀବନ ଭଲ ରହିବ, କିନ୍ତୁ ସନ୍ଦେହ ଏବଂ କ୍ରୋଧଠାରୁ ଦୂରେଇ ରହିବା ଆବଶ୍ୟକ। ବନ୍ଧୁଗଣ, ଧନୁରାଶି। ଧନୁରାଶିର ବ୍ୟକ୍ତିମାନେ ଆଶାବାଦୀ, ସ୍ୱାଧୀନଚେତା ଏବଂ ଜ୍ଞାନୀ ହୋଇଥାନ୍ତି। ଆପଣଙ୍କର ସକାରାତ୍ମକ ମନୋଭାବ ଆଜି ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିବ ଏବଂ ଆପଣ କିଛି ନୂଆ ଶିଖିବାକୁ ଉତ୍ସାହିତ ହେବେ। ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ। ପରିବାର ସହିତ ସମୟ ବିତାଇବା ଦ୍ୱାରା ମନ ପ୍ରସନ୍ନ ରହିବ। ପ୍ରେମ ଜୀବନରେ ପରସ୍ପରକୁ ସ୍ୱାଧୀନତା ଦେବା ସହ ବୁଝାମଣା ରଖିଲେ ସମ୍ପର୍କ ମଧୁର ହେବ। ବନ୍ଧୁଗଣ, ମକର ରାଶି। ମକର ରାଶିର ଲୋକମାନେ ଶୃଙ୍ଖଳିତ, ପରିଶ୍ରମୀ ଏବଂ ଲକ୍ଷ୍ୟମୁଖୀ। ଆଜି ଆପଣ ନିଜ କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରିବେ। କାର୍ଯ୍ୟସ୍ଥଳରେ ଆପଣଙ୍କର ଦାୟିତ୍ୱବୋଧ ଏବଂ ନିଷ୍ଠାର ପ୍ରଶଂସା କରାଯିବ। ଆର୍ଥିକ ସ୍ଥିତି ସ୍ଥିର ରହିବ ଏବଂ ଆପଣ ଦୀର୍ଘକାଳୀନ ନିବେଶ ବିଷୟରେ ଚିନ୍ତା କରିପାରନ୍ତି। ବନ୍ଧୁଗଣ, ପରିବାର ସହିତ ସମ୍ପର୍କ ନିବିଡ଼ ହେବ। ପ୍ରେମ ଜୀବନ ସାଧାରଣ ରହିବ। ବନ୍ଧୁଗଣ, ତେବେ ସାଥୀଙ୍କ ପାଇଁ ସାମାନ୍ୟ ସମୟ ବାହାର କରିବା ଭଲ ହେବ। ବନ୍ଧୁଗଣ, କୁମ୍ଭ ରାଶି। କୁମ୍ଭ ରାଶିର ଲୋକମାନେ ସୃଜନଶୀଳ, ସ୍ୱାଧୀନ ମନୋଭାବର ଏବଂ ନୂତନ ଚିନ୍ତାଧାରାକୁ ଗ୍ରହଣ କରୁଥିବା ବାକ୍ୟ। ଆଜି ଆପଣଙ୍କର ସୃଜନଶୀଳ ଚିନ୍ତାଧାରା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପ୍ରୟୋଗ କରିବାର ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ସହିତ ସମୟ ବିତାଇଲେ ମାନସିକ ସନ୍ତୁଳନ ଏବଂ ଶାନ୍ତି ମିଳିବ। ପ୍ରେମ ଜୀବନରେ ସାଥୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ ଏବଂ ଖୋଲାଖୋଲି କଥା ହୁଅନ୍ତୁ। ମୀନ ରାଶି। ମୀନ ରାଶିର ଲୋକମାନେ ଭାବପ୍ରବଳ, କଳ୍ପନାଶୀଳ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିର ହୋଇଥାନ୍ତି। ଆଜି ଆପଣ ଅଧିକ ଆତ୍ମନିରୀକ୍ଷଣ କରିବେ ଏବଂ ନିଜ ଅନ୍ତରର ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଗତିର ଗତି ଧୀର ରହିପାରେ। ଧୈର୍ଯ୍ୟ ରଖନ୍ତୁ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କ ପରିବାର ଆପଣଙ୍କୁ ସମ୍ପୂର୍ଣ୍ଣ ଭାବପ୍ରବଳ ସମର୍ଥନ ଦେବ, ଯାହାଦ୍ୱାରା ଆପଣ ସୁରକ୍ଷିତ ଅନୁଭବ କରିବେ। ପ୍ରେମ ଜୀବନରେ ନିବିଡ଼ତା ବଢ଼ିବ। ଆଜି ଧ୍ୟାନ ଏବଂ ଯୋଗ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ପ୍ରମାଣିତ ହେବ। ତେବେ ବନ୍ଧୁଗଣ, ଏହା ଥିଲା 18 ମେ 2026 ସୋମବାର ସମ୍ପୂର୍ଣ୍ଣ ପଞ୍ଚାଙ୍ଗ ଓ ରାଶିଫଳ। ଆଶା କରୁଛି ଏହି ସୂଚନା ଆପଣଙ୍କ ପାଇଁ ସହାୟକ ହେବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଏହାକୁ ଗୋଟିଏ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଏବଂ ପ୍ରତିଦିନର ରାଶିଫଳ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଭଗବାନ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ।